ଆଜି ଆମେ ଜାଣିବା ଫର୍ଟିଲାଇଜେସନ ଯୋଉ ତିନିଟା ଫେଜ୍ ବା ପର୍ଯ୍ୟାୟ ଦେଇ ଗତି କରେ ସେ ସବୁ ବିଷୟରେ। ତେବେ ମାନବ ଜୀବନ ଆରମ୍ଭ ହୋଇଥାଏ ଗୋଟିଏ ସୂକ୍ଷ୍ମ କୋଷରୁ, ଆଉ ସେହି ସୂକ୍ଷ୍ମ କୋଷ ଅଣ୍ଡାଣୁ, ଓଭମ ଓ ଶୁକ୍ରାଣୁ ବା ସ୍ପର୍ମର ସଂଯୋଗରୁ ହୋଇଥାଏ। ଆଉ ଏହି ସଂଯୋଗକୁ ହିଁ ଫର୍ଟିଲାଇଜେସନ କୁହାଯାଏ। ତେବେ ଫର୍ଟିଲାଇଜେସନର ଯୋଉ ତିନିଟା ପର୍ଯ୍ୟାୟ ଅଛି ସେଗୁଡିକ ହଉଛି ପ୍ରଥମ ପର୍ଯ୍ୟାୟ ବା ଜାଇଗୋଟ, ଯୁଗ୍ମଜରୁ ବ୍ଲାଷ୍ଟୋସିଷ୍ଟ ବା ପ୍ରାରମ୍ଭିକ ଭ୍ରୂଣର ପର୍ଯ୍ୟାୟ। ଦ୍ୱିତୀୟରେ ହଉଛି ଭ୍ରୂଣର ବିକାଶର ପର୍ଯ୍ୟାୟ, ଆଉ ତୃତୀୟଟି ହଉଛି ଗର୍ଭସ୍ଥ ଶିଶୁର ବିକାଶର ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ହଉଛି ଜାଇଗୋଟରୁ ବ୍ଲାଷ୍ଟୋସିଷ୍ଟ ହେବା ପର୍ଯ୍ୟନ୍ତର ପର୍ଯ୍ୟାୟ। ଯେତେବେଳେ ଆମର ଫର୍ଟିଲାଇଜେସନ ହେଲା, ପ୍ରଥମ ଦିନ କଣ ହୁଏ ନା ଶୁକ୍ରାଣୁ ଓ ଡିମ୍ବାଣୁ ମିଶିକି ଗୋଟେ ଜାଇଗୋଟ ବା ଯୁଗ୍ମଜ ତିଆରି କରନ୍ତି, ଆଉ ଏହା ଗୋଟିଏ କୋଷ ହୋଇଯାଏ। ସ୍ପର୍ମ ଗୋଟିଏ କୋଷ ଆଉ ଓଭମ ହଉଛି ଗୋଟିଏ କୋଷ, ଗୋଟିଏ ସେଲ୍। এই ଦିଟା ଯାକ ମିଶିକିରି ଗୋଟିଏ ସେଲ୍ ହେଇଗଲେ ତାକୁ ଆମେ ଜାଇଗୋଟ କହୁ। ଦ୍ୱିତୀୟ ଦିନ ସେ ଜାଇଗୋଟଟା କ୍ଲିଭେଜ ହୁଏ। ଏଠି କଣ ହୁଏ ନା ଜାଇଗୋଟଟା ଦ୍ରୁତ ଗତିରେ ବିଭାଜିତ ହୁଏ। ଚତୁର୍ଥ ଦିନ ତାହା ମୋରୁଲାରେ ପରିଣତ ହୁଏ। ମୋରୁଲା ମାନେ ସେଥିରେ 16ଟା ସେଲ୍ ହେଇଥିବ, ଆଉ ଏହା ଛୋଟ ଗୋଲାକାର ଆକାରର ଦେଖାଯାଏ। ପଞ୍ଚମ ଦିନ ଆମେ ତାକୁ ବ୍ଲାଷ୍ଟୋସିଷ୍ଟ କହୁ। ବ୍ଲାଷ୍ଟୋସିଷ୍ଟରେ ଆମର 64ଟା ସେଲ୍ ଥାଏ, ଆଉ ଏହି ବ୍ଲାଷ୍ଟୋସିଷ୍ଟ ହଉଛି ପ୍ରାରମ୍ଭିକ ଏମ୍ବ୍ରାୟୋ, ମାନେ ପ୍ରାରମ୍ଭିକ ଭ୍ରୂଣର ପ୍ରାରମ୍ଭିକ ଅବସ୍ଥା। ପଞ୍ଚମ ଦିନ ପରେ ସପ୍ତମ ଦିନକୁ ସେଇ ବ୍ଲାଷ୍ଟୋସିଷ୍ଟଟା କଣ ହୁଏ, ପ୍ରାରମ୍ଭିକ ଭ୍ରୂଣଟା ଗର୍ଭାଶୟରେ ଗୋଟେ ଜାଗାରେ ସ୍ଥାପିତ ହେଇଯାଏ, ଫିକ୍ସ ହେଇଯାଏ। ଆମର ଫାଲୋପିଆନ ଟ୍ୟୁବରୁ ଆସିକି ୟୁଟରସ୍ ବା ଗର୍ଭାଶୟରେ ଫିକ୍ସ ହେଇଯାଏ, ସ୍ଥାପିତ ହଉ। ଆଉ ଏହି ପର୍ଯ୍ୟାୟରେ ଜୀବନର ପ୍ରଥମ କୋଷୀୟ ବିଭାଜନ ଆରମ୍ଭ ହୁଏ। ଆଉ ଏଇଠି ଯେତେବେଳେ ପହଞ୍ଚିଯାଏ ବ୍ଲାଷ୍ଟୋସିଷ୍ଟ, ସେତେବେଳେ ତାକୁ ଆମେ ଏମ୍ବ୍ରାୟୋ ବା ଭ୍ରୂଣ ମଧ୍ୟ କହିଥାଉ। ତା ପରଠୁ ଆସେ ଦ୍ୱିତୀୟ ପର୍ଯ୍ୟାୟ। ଦ୍ୱିତୀୟ ପର୍ଯ୍ୟାୟରେ ଭ୍ରୂଣ ବା ଏମ୍ବ୍ରାୟୋର ବିକାଶ ଆରମ୍ଭ ହୁଏ। ଏଠି କଣ ହୁଏ ନା 18 ଦିନରେ ସ୍ନାୟୁତନ୍ତ୍ର ବା ନ୍ୟୁରାଲ ପ୍ଲେଟ ଗଠିତ ହୁଏ। 21 ଦିନରେ ହୃଦୟର ସ୍ପନ୍ଦନ ଆରମ୍ଭ ହୁଏ। 26 ଦିନରେ ସ୍ନାୟୁ ନଳୀ ବା ନ୍ୟୁରାଲ ଟ୍ୟୁବର ବିକାଶ ହୁଏ। 1 ମାସ ବେଳକୁ ଯୋଉ ହାତ ଗୋଡ଼ ଯୋଉ ଜାଗାରୁ ବାହାରିବ ସେଠି ଛୋଟ ଛୋଟ କଳିକା ବା ବଡର ତିଆରି ହବାର ଆରମ୍ଭ ହୁଏ। ଏହା ସହିତ ଆମନୋଟିକ ଫ୍ଲୁଇଡ, ଆମନୋଟିକ ସ୍ୟାକ୍ ଆଉ ନାଭି ନାଡ଼ ମଧ୍ୟ ଏହି ସମୟରେ ଗଠିତ ହୋଇଥାଏ। ଏହାପରେ ଆସିଲା 2 ମାସ ବେଳକୁ। 2 ମାସ ବେଳକୁ ଆମର ଅସ୍ଥି ପଞ୍ଜରା ବା ସ୍କେଲିଟନ ଯାହାକୁ ଆମେ କହୁଛେ, ତା ସହିତ ସ୍ନାୟୁତନ୍ତ୍ରୀୟ କାର୍ଯ୍ୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଇଯାଏ। ଏଇଟା ପରେ ଆସିଲା ଆମର ତୃତୀୟ ପର୍ଯ୍ୟାୟ। ତୃତୀୟ ପର୍ଯ୍ୟାୟ ହଉଛି ଗର୍ଭସ୍ଥ ଶିଶୁ ବା ଫିଟସର ବିକାଶର ପର୍ଯ୍ୟାୟ। ଏଠି କଣ ହବ ନା 10 ସପ୍ତାହ ବେଳକୁ ଶିଶୁର ଓଜନ 7 ଗ୍ରାମ ଆଉ ଲମ୍ବା 3.1 ସେଣ୍ଟିମିଟର ହୋଇଥାଏ। 3 ମାସ ବେଳକୁ ସେଇ ଗର୍ଭସ୍ଥ ଶିଶୁର ନଖ, ସ୍ୱର, ଚଳନ ଆଦି ଆରମ୍ଭ ହେଇଯାଏ। 4 ରୁ 5 ମାସ ବେଳକୁ ମା ଶିଶୁର ଗୋଇଠା ଅନୁଭବ କରନ୍ତି, ଯାହାକୁ ଆମେ କୁଇକେନିଂ କହୁ, ମାନେ ଯାହାକୁ ଛୁଆ ନାତ ମାରିବା ବୋଲି ମଧ୍ୟ କୁହାଯାଏ। 6 ମାସ ବେଳକୁ ଶିଶୁ ଶୋଇପାରେ, ଶୁଣିପାରେ, ଆଉ ତା ଭିତରେ ସ୍ୱପ୍ନ ବି ଦେଖିପାରେ। 7 ମାସ ବେଳକୁ ଶରୀରରେ ଚର୍ମ, କେଶ ଆଉ ଶରୀରର ତେଲ, ଯୋଉଟା ଭର୍ନିକ୍ସ କାସିଓସା ବୋଲି କହନ୍ତି, ଛୁଆ ଜନ୍ମ ପରେ ତା ଉପରେ ଯୋଉ ଧଳା ଧଳା ଜିନିଷ ସବୁ ଲାଗିକି ରହିଥାଏ ତାକୁ ଭର୍ନିକ୍ସ କାସିଓସା କହନ୍ତି।
ସେଗୁଡାକ ମଧ୍ୟ ତିଆରି ହୋଇଯାଏ। ଆଉ 8 ମାସ ବେଳକୁ ଛୁଆର ମସ୍ତିଷ୍କ ଦ୍ରୁତ ଗତିରେ ବିକଶିତ ହୁଏ। 9 ମାସ ବେଳକୁ ଶିଶୁଟି ପୂର୍ଣ୍ଣାଙ୍ଗ ଶିଶୁରେ ପରିଣତ ହୋଇଯାଇଥାଏ। ତାର ଓଜନ 2.5 କିଲୋରୁ 3 କିଲୋ ହୋଇଥାଏ ଆଉ ଲମ୍ବା 47 ସେଣ୍ଟିମିଟର ହୋଇଥାଏ। ତେବେ ଶିଶୁ ବିକାଶର ମହତ୍ଵ କଣ? ବିଜ୍ଞାନ ଦୃଷ୍ଟିରୁ ପ୍ରତ୍ୟେକ ସପ୍ତାହରେ ଗର୍ଭସ୍ଥ ଶିଶୁର ନୂଆ ନୂଆ ସିଷ୍ଟମ ଯେମିତି ସ୍ନାୟୁ, ଶ୍ୱାସ, ହୃଦୟ ଆଦି ଗଠିତ ହେବାରେ ଲାଗିଥାଏ। ଆଉ ଯଦି ଏହାକୁ ଆମେ ଆୟୁର୍ବେଦ ଦୃଷ୍ଟିକୋଣରୁ ଦେଖିବା, ଆୟୁର୍ବେଦ ଦୃଷ୍ଟିକୋଣରୁ ଗର୍ଭ ଧାରଣକୁ ଗର୍ଭୋତ୍ପତ୍ତି ବୋଲି କୁହାଯାଏ, ଯେଉଁଠାରେ ଶୁକ୍ର, ଶୋଣିତ, ଜୀବାତ୍ମା ଓ ପଞ୍ଚ ମହାଭୂତର ସଂଯୋଗ ଦ୍ୱାରା ଶିଶୁଟି ଗଠିତ ହୋଇଥାଏ। ଶେଷରେ ଗର୍ଭଧାରଣ କେବଳ ଜୀବନ ବିଜ୍ଞାନୀୟ ପ୍ରକ୍ରିୟା ନୁହେଁ, ବରଂ ପ୍ରକୃତି ଓ ସୃଷ୍ଟିର ଏହା ହେଉଛି ଗୋଟେ ଅଦ୍ଭୁତ ଆଶୀର୍ବାଦ। ତେଣୁ ସଠିକ ସମୟ, ସୁସ୍ଥ ଶରୀର ଓ ସକାରାତ୍ମକ ମନୋଭାବ, ଏହି ତିନୋଟି ସୁସ୍ଥ ଓ ବୁଦ୍ଧିମାନ ଶିଶୁର ଭିତ୍ତିଭୂମି ତିଆରି କରିଥାନ୍ତି। ଧନ୍ୟବାଦ।